ଖ୍ରୀଷ୍ଟର ପ୍ରିୟ ଭାଇ ଏବଂ ଭଉଣୀମାନେ ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ଆଉ ଗୋଟେ ଭିଡ଼ିଓକୁ ମୁଁ ସ୍ୱାଗତ କରୁଅଛି। ଆଜିର ଭିଡ଼ିଓ ଆମେ ଜାଣିବା ଯିହୁଦା ଏବଂ ଇସ୍ରାଏଲର ରାଜାଗଣ ତାଙ୍କ ବିଷୟରେ। ପ୍ରିୟ ବନ୍ଧୁଗଣ, ଏବ୍ରିୟ ଇତିହାସରେ ବର୍ଣ୍ଣିତ ରାଜାମାନଙ୍କ ଶାସନ କାଳର ରୂପରେଖ ପ୍ରଦାନ କରେ। ଏହା ପ୍ରତ୍ୟେକ ରାଜା ଏବଂ ତାଙ୍କ ରାଜତ୍ୱ ସମୟରେ ବିଶେଷ ତଥ୍ୟାବଳୀ ପ୍ରଦାନ କରେ। ପ୍ରାୟ ଖ୍ରୀଷ୍ଟପୂର୍ବ 1051ରେ ଏବ୍ରିୟ ଶାସନ ପଦ୍ଧତିର ମୂଳଦୁଆ ସ୍ଥାପିତ ହୋଇଥିଲା। ପ୍ରଥମ ତିନି ରାଜା ସାଉଲ, ଦାଉଦ ଏବଂ ସଲୋମନ ସମୁଦାୟ 12 ଗୋଷ୍ଠୀ ଉପରେ ରାଜତ୍ୱ କରୁଥିଲେ। ସଲୋମନଙ୍କ ପୁତ୍ର ରିହବିଆମଙ୍କ କଠୋର ଶାସନ ଫଳରେ ପ୍ରାୟ ଖ୍ରୀଷ୍ଟପୂର୍ବ 931ରେ ଜାରବିଆମଙ୍କ ନେତୃତ୍ୱରେ ଉତ୍ତରାଞ୍ଚଳର ଗୋଷ୍ଠୀଗଣ ବିଦ୍ରୋହ କଲେ। ଏହା ଫଳରେ ସମଗ୍ର ଇସ୍ରାଏଲ ବିଭାଜିତ ହୋଇ ଦୁଇଟି ରାଜ୍ୟରେ ଉତ୍ତରାଞ୍ଚଳ ଓ ଦକ୍ଷିଣାଞ୍ଚଳରେ ବିଭକ୍ତ ହେଲା। ଉତ୍ତରାଞ୍ଚଳ ଇସ୍ରାଏଲ ନାମରେ ଓ ଦକ୍ଷିଣାଞ୍ଚଳ ଯିହୁଦା ନାମରେ ପରିଚିତ ହେଲା। ଇସ୍ରାଏଲର ରାଜଧାନୀ ହେଲା ସମରିଆ ଓ ଯିହୁଦାର ରାଜଧାନୀ ହେଲା ଜେରୁସାଲେମ। ଖ୍ରୀଷ୍ଟପୂର୍ବ 722ରେ ଅସୁରୀୟ ସୈନ୍ୟବାହିନୀ ଇସ୍ରାଏଲର ରାଜଧାନୀ ସମରିଆକୁ ଧ୍ୱଂସ କଲେ ଏବଂ ଅନେକ ଲୋକଙ୍କୁ ଅସୁର ଦେଶକୁ ବନ୍ଦୀ କରି ନେଇଗଲେ। ଧାର୍ମିକ ରାଜାମାନଙ୍କ ଶାସନ ହେତୁ ଦକ୍ଷିଣାଞ୍ଚଳ ଯିହୁଦା ତାର ରାଜଧାନୀ ଜେରୁସାଲେମ ସହ ଖ୍ରୀଷ୍ଟପୂର୍ବ 586 ପର୍ଯ୍ୟନ୍ତ ତିଷ୍ଠି ରହିପାରିଥିଲା। ତାପରେ ଜେରୁସାଲେମ ମଧ୍ୟ ବାବିଲୀୟମାନଙ୍କ ଦ୍ୱାରା ଧ୍ୱଂସପ୍ରାପ୍ତ ହୋଇଥିଲା। ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଉଛି ରାଜା ଦାଉଦଙ୍କ ପ୍ରତି ନାଥନଙ୍କ ଉକ୍ତ ଭାବବାଣୀ। ପଢ଼ନ୍ତୁ 2 ସାମୁଏଲ 7:4-17। ଏହି ଅନୁଯାୟୀ ଯିହୁଦାର ଇତିହାସରେ ସବୁ ସମୟ ପାଇଁ ଦାଉଦଙ୍କ ବଂଶ ହବ କେହି ନା କେହି ରାଜ ସିଂହାସନକୁ ଅଳଙ୍କୃତ କରିଥିଲେ। ଇସ୍ରାଏଲର ରାଜ ସିଂହାସନ ରାଜମାତା ଅଥଲିଆଙ୍କ ଦ୍ୱାରା ଅଧିକୃତ ହୋଇଥିଲା। ସେ ଥିଲେ ଏକ ଇସ୍ରାଏଲୀୟ ମହିଳା, କିନ୍ତୁ ସେ ଯିହୁଦାର ରାଜା ଜିହୋଶାଫାଟଙ୍କ ପୁତ୍ର ଜିହୋରାମଙ୍କ ମୃତ୍ୟୁ ପରେ ଦାଉଦ ବଂଶର ଉତ୍ତରାଧିକାରୀମାନଙ୍କୁ ହତ୍ୟା କରି 7 ବର୍ଷ ପର୍ଯ୍ୟନ୍ତ ଯିହୁଦାର ସିଂହାସନ ନିଜ ଅଧିକାରରେ ରଖିଥିଲେ। କିନ୍ତୁ ଯିହୁଦାର ଲୋକମାନେ ବିଦ୍ରୋହ କରି ତାଙ୍କୁ ହତ୍ୟା କଲେ ଏବଂ ଦାଉଦ ବଂଶଜ ଅହସିଆଙ୍କ 7 ବର୍ଷର ଜୀବିତ ପୁତ୍ର ଜୟାସକୁ ସିଂହାସନରେ ଅଧିଷ୍ଠିତ କରିଥିଲେ। ତାଙ୍କୁ ଅଥଲିଆ ହତ୍ୟା କରିବାରୁ ସମର୍ଥ ହୋଇନଥିଲା, କାରଣ ତାଙ୍କୁ ଗୋପନରେ ରଖାଯାଇଥିଲା। କିନ୍ତୁ ଉତ୍ତରାଞ୍ଚଳ ଇସ୍ରାଏଲରେ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ରାଜବଂଶ ଶାସନ କରିବା ପରିବର୍ତ୍ତେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ 9ଟି ପରିବାରର ଇସ୍ରାଏଲର ରାଜ ସିଂହାସନ ଅଧିକାର କରିଥିଲେ। ଏହିପରି ହେବାର କାରଣ ଥିଲା ସେଠାରେ ସବୁବେଳେ ରାଜଦ୍ରୋହ ଓ ଗୁପ୍ତ ହତ୍ୟା ଲାଗି ରହିଥିଲା। ତେବେ ଖ୍ରୀଷ୍ଟର ପ୍ରିୟ ଭାଇ ଓ ଭଉଣୀମାନେ, ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ଆନ୍ତରିକ ନମସ୍କାର। ଯଦି ଆପଣମାନେ ଯିହୁଦା ଏବଂ ଇସ୍ରାଏଲର ରାଜାଗଣଙ୍କ ବିଷୟରେ ଜାଣିବା ଚାହୁଁଛନ୍ତି, ସେମାନଙ୍କ ନାଁ କ'ଣ, କେଉଁଠାରେ ଲେଖା ଅଛି, ତେବେ ଆପଣଙ୍କୁ ନିଶ୍ଚିନ୍ତ ଭାବରେ ବାଇବେଲ ପଢ଼ିବାକୁ ପଡ଼ିବ। ତେବେ ସମସ୍ତଙ୍କୁ ଖ୍ରୀଷ୍ଟ ପ୍ରେମର ଆନ୍ତରିକ ନମସ୍କାର। ପୁଣି ଦେଖା ହେବ ଆପଣଙ୍କ ସହିତ ଆଉ ଗୋଟେ ଭିଡ଼ିଓରେ ଆଉ ଗୋଟେ ଅଧ୍ୟାୟ। ବର୍ତ୍ତମାନ ବିଦାୟ ନେଉଛି। ସମସ୍ତଙ୍କୁ ମୋର ଆନ୍ତରିକ ନମସ୍କାର।